ସେତେବେଳେ ବାପା 5,000 ଟଙ୍କା ରୋଜଗାର କରିକି ମୋ ସ୍କୁଲ ଫିସ୍ ଦେଉଥିଲେ। ମୋତେ ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ିଛନ୍ତି। ହ୍ୟାଲୋ ହାଏ ନମସ୍କାର, ଜୟ ଜଗନ୍ନାଥ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ବହୁତ ଭଲରେ ରଖନ୍ତୁ। ଆପଣମାନେ ଏତେ ସାରା ସପୋର୍ଟ କରୁଛନ୍ତି, ସେଇଟା ଦେଖି ବହୁତ ଖୁସି ଲାଗୁଛି। ତ ମୁଁ ଆଜି କିଛିଟା ମୋ ନିଜର ଏକ୍ସପିରିଏନ୍ସ ସେୟାର କରିବାକୁ ଆସିଛି। ଯେମିତିକି ମୋର କିଛିଟା ଛୋଟ ଛୋଟ ଡ୍ରିମ୍ ଥିଲା, ମାନେ ଫ୍ୟାମିଲି ପାଇଁ, ମୁଁ ଯେଉଁଟାକି ଧୀରେ ଧୀରେ କମ୍ପ୍ଲିଟ୍ କରୁଛି। ତା ଭିତରୁ ଗୋଟେ ମାନେ ମୋ ପାଇଁ ବହୁତ ବଡ଼, ଅନ୍ୟମାନଙ୍କ ପାଇଁ କିଛି ବି ମାନେ ସେଇଟା ଏତେ ମ୍ୟାଟର୍ କରିନପାରେ, କିନ୍ତୁ ମୋ ପାଇଁ ସେ ଜିନିଷଟା ବହୁତ ବଡ଼। ଆଉ ସେ ଜିନିଷଟା ହେଲା ଏଇଟା। ଆଉ ଏଇଟା ମୋ ପାଇଁ ନୁହଁ, ଏଇଟା ମୋ ବାବାଙ୍କ ପାଇଁ। ଏଇଟା ମୁଁ ଟିକେ ଡିଟେଲରେ ଦେଖେଇ ଦେଉଛି ରୁହନ୍ତୁ। ଗୋଲ୍ ରୟାଲ୍ ଏନଫିଲ୍ଡ ବାଇ ଜାନୁଆରୀ 2023 ବିଶ୍ୱ ଟାର୍ଗେଟ୍ 2022ରେ ମୁଁ ଏଇଟା ଲେଖିଥିଲି, 28 ଜାନୁଆରୀ 2022। ଏଇ ଗାଡ଼ିଟା ଗିଫ୍ଟ ଫର୍ ବାବା। ମୁଁ ଏଇଟା ମୋର ଗୋଟେ ଖାତାରେ ଲେଖିକି ରଖିଥିଲି। ତ ଏଇଟା ତ ସେତେବେଳେ ମୁଁ ଜବ୍ କରୁଥିଲି, ମୋ ସାଲାରୀ ଥିଲା 7,000। ତ ସେତେବେଳେ ମୁଁ ଏ ଡ୍ରିମ୍ଟା ମୋତେ ପିଲାବେଳୁ ଇଚ୍ଛା ଥିଲା। 2017 ମସିହାରେ ଆକ୍ଚୁଆଲି ମୁଁ ପ୍ଲାନ୍ କରିଥିଲି ବାବାଙ୍କୁ ଗିଫ୍ଟ କରିବି ବୋଲି, କିନ୍ତୁ ଏଇଟା 2022ରେ ପୁଣି ରିକଲ୍ ହେଲା, ମାଇଣ୍ଡରେ ଆସିଲା। ତାପରେ ପୁଣି ଏଇଟାକୁ ମୁଁ ଏଇଠି ଲେଖିକି ରଖିଲି ଯେ ଏଇଟାକୁ ମୋତେ ବାବାଙ୍କୁ ଗିଫ୍ଟ କରିବାର ଅଛି। ତ ସାଲାରୀ ଯେହେତୁ 7,000 ଟଙ୍କା ଥିଲା ସେତେବେଳେ, ଆଉ 7,000 ଟଙ୍କାରେ ରୟାଲ୍ ଏନଫିଲ୍ଡ ଆଫୋର୍ଡ଼ କରିବା ମୋ ପାଇଁ ଏତେ ଇଜି ନଥିଲା। ତ 2023 ଗଲା, 24 ଗଲା, 2025 ଜୁନ୍ 30 ତାରିଖ ଦିନ ଆମ ଘରେ ଏମିତି ଗୋଟେ ଡିସ୍କସନ୍ ଚାଲିଥିଲା ଯେ ସବୁ ବର୍ଷ ବାବା ଆମକୁ ଆନିଭର୍ସରୀରେ ମୁଁ ବହୁତ ଛୋଟ ଛୋଟ ଗିଫ୍ଟ କିଛି ଦିଏ, ଯେମିତିକି ଗୋଟେ ଫଟୋ ଫ୍ରେମ୍ ହେଉ କି ମମ୍ମି ପାଇଁ ଗୋଟେ ଛୋଟିଆ ଏଇ ଯେଉଁ 1 ଗ୍ରାମ ଗୋଲ୍ଡ ବାଲା ନେକଲେସ୍ ହେଉ କି କିଛି ବି ଗୋଟେ ମୁଁ ଦେଇଦିଏ। ବାବାଙ୍କୁ ତ ଡ୍ରେସ୍, ଗୋଟେ ଗଞ୍ଜି କି କିଛି ବି ଗୋଟେ ସାର୍ଟ କି ପ୍ୟାଣ୍ଟ କିଛି ଗୋଟେ ଗିଫ୍ଟ କରେ। ତ ଏମିତି ଗୋଟେ ମଜାକରେ ମମ୍ମି ମୋତେ କହିଲା ମୁଁ ମମ୍ମି ପଚାରିଲି, ମୁଁ କହିଲି ମମ୍ମି ଆଉ ଏ ବର୍ଷ କ'ଣ କରିବା, କ'ଣ ଗିଫ୍ଟ ନେବ? ମମ୍ମି କହିଲା ବାପାକୁ ତ ବୁଲେଟ୍ ଦେବୁ କହୁଥିଲୁ, ଆଉ ଗୋଟେ ବୁଲେଟ୍ ଦେଇଦେବୁ ଆଉ। ମାନେ ସିଏ ମଜାକରେ କହିଦେଲେ। ମୁଁ ଏମିତି ପଚାରୁଥିଲି, ସାଙ୍ଗେ ଯେତେବେଳେ ସେ କହିଲେ, ତାପରେ ମୋ ଏକ୍ସପ୍ରେସନ୍ ଏମିତି ହେଲା, ବୁଲେଟ୍ ଆଚ୍ଛା ବୁଲେଟ୍। ତାପରେ ମୁଁ କିଛି ସମୟ ଭାବିଲି, ଚୁପଚାପ ବସିଲି। ତାପରେ ମୁଁ କହିଲି ନାଇଁ, ଟାଇମ୍ ହେଇଗଲାଣି। ଭଗବାନ ଏବେ ଆଚ୍ଛା ଖାସା ମାନେ ଠିକ୍ଠାକ୍ ଏବେ ଇନକମ୍ ଦେଉଛନ୍ତି। ମୁଁ EMIରେ ପଡ଼ିକି ଅଛି ଅଲରେଡ଼ି। ମୋର ଗୋଟେ ଓଲା ବି ଅଛି, ତା'ର ବି EMI ଚାଲିଥିଲା ସେତେବେଳେ। ତାପରେ ସେଠୁ ହଠାତ୍ ମୁଣ୍ଡକୁ ଆସିଲା, ମୁଁ କହିଲି ନା, ପଛେଇବିନି। କହିଛି ମାନେ ମମ୍ମି ବାବା କହିଛନ୍ତି ମାନେ ମୁଁ ଏତେ ବର୍ଷ ହେଲାଣି ମୋ ଡ୍ରିମ୍ଟାକୁ ଲେଖିକି ରଖିଛି, ମାନେ ଟାଇମ୍ ହେଇଗଲାଣି, ଅଲରେଡ଼ି ପାସ୍ ହେଇଗଲାଣି। ମୁଁ 2023ରେ ଦେବା କଥା, 2025 ହେଇଗଲାଣି। 2025 ଜୁଲାଇ 2ରେ ମୋ ବାବା ମମ୍ମିଙ୍କ ଆନିଭର୍ସରୀ ଥିଲା। ଜୁନ୍ 30 ତାରିଖ 2025ରେ ଗଲି ରୟାଲ୍ ଏନଫିଲ୍ଡ ସୋରୁମ୍, ବୁକ୍ କଲି ଗାଡ଼ି। ବାପାଙ୍କୁ ସରପ୍ରାଇଜ୍ ଦେବାର ଥିଲା, କିନ୍ତୁ ମୁଁ ଚାହୁଁଥିଲି କେଉଁ ଟାଇପ୍ର ଗାଡ଼ି, ମାନେ ବାବାଙ୍କୁ ସରପ୍ରାଇଜ୍ ଏମିତି ଦେଉଥିଲି ଯେ ବାବା ଚାଲ ଆମେ ଦେଖିବା, ଆଉ ଆର ବର୍ଷକୁ କିଣିବା। ଆଉ ବାବାଙ୍କୁ କହିକି ନେଲି, ବାବା ପସନ୍ଦ କଲେ। ମୁଁ ଆକ୍ଚୁଆଲି ଭାବିଥିଲି ମିଟିଅର୍ 350 ନେବା ପାଇଁ, କିନ୍ତୁ ବାବାକୁ ବୁଲେଟ୍ କ୍ଲାସିକ୍ ବି ଭଲ ଲାଗିଲାନି। ତାଙ୍କୁ ବୁଲେଟ୍ର ବେସ୍ ମଡ଼େଲ୍, ଷ୍ଟାଣ୍ଡାର୍ଡ଼ ମଡ଼େଲ୍ ଯେଉଁଟାକି ବାଟାଲିୟନ୍ ବ୍ଲାକ୍, ତାଙ୍କୁ ବହୁତ ପସନ୍ଦ ହେଲା। ସେ କହିଲେ ନାଇଁ ଏଇଟା ଭଲ ଲାଗୁଛି, ଆଉ ଏଇଟା ଆମେ କେବେ ଗୋଟେ ନେବା। ବାବା କହିଲେ, ପଇସା ପତ୍ର ସବୁ ବୁଝିଲେ, ସବୁ କଲେ। ତାପରେ ବାବା କହିଲେ ନେଇଗଲେ ହୁଅନ୍ତା। ମୁଁ କହିଲି ନାଇଁ ଏବେ ନେବାନି, ପରେ ନେବା। ଠିକ୍ ଜୁଲାଇ 2 ତାରିଖ ଦିନ ସକାଳୁ ଆମେ ଧବଳେଶ୍ୱର ଗଲୁ। ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରି ଫେରୁଛୁ। ବାବାଙ୍କୁ କହିଲି, ବାବା ଏଇଠି ଗାଡ଼ି ରଖ। ମଞ୍ଚେଶ୍ୱରରେ ଗୋଟେ ସୋରୁମ୍ ଆଣିଥିଲି। ବାବା କହିଲେ ଏଠି କାହିଁ ଗାଡ଼ି ରଖିଲୁ? ମୁଁ କହିଲି ତୁମେ ରଖୁନ। ସେଠୁ ବୁଲେଟ୍ ସୋରୁମ୍ ନା, ଆମେ ଯାଇଥିଲେ ଆଉ ପୁଣି କ'ଣ ଯିବା? ମୁଁ ସେଠୁ କହିଲି ତୁମେ ଏଇଠି ଓହ୍ଲାଅ, ଚାଲ। ସାଙ୍ଗେ ବାବା ମମ୍ମିଙ୍କୁ ମାନେ ସେ ଜିନିଷଟା ହଜମ ହେଉନଥାଏ। ହେଲେ ଟୋକାକୁ କହିଥିଲି ମଜାକରେ ସତରେ ଗାଡ଼ି ନେଇଗଲା ନା କ'ଣ? କିନ୍ତୁ ମମ୍ମିର ମୋ ଉପରେ ବହୁତ କନଫିଡେନ୍ସ। ମମ୍ମି ଜାଣିଛି ଟୋକା କ'ଣ ଗୋଟେ କରିଦେଇଛି। ମୋ ଭଉଣୀ ବି ଜାଣିଛି, ମାମୁନି ହସୁଛି। ତ ସେଠୁ ଗଲୁ, ଯାଇକି ଜଷ୍ଟ ଭିତରେ ପଶିଛୁ। ସିଏ ଗାଡ଼ି ଆଣିଲେ। ବାବା ଦେଖିକି ସକ୍, ଆରେ ଆମ ଗାଡ଼ି? ମୁଁ ହଁ ଆମ ଗାଡ଼ି।
ତାପରେ ସେ କିଛିଟା ମୁଁ କ୍ଲିପ୍ସ ତା ଦେହରୁ ମୁଁ ଆପଣଙ୍କୁ ଏଥିରେ ଦେଖେଇବି। ଗାଡ଼ି କିଣିଲା ବେଳେ କିଛିଟା କ୍ଲିପ୍ ମୁଁ ଉଠେଇଥିଲି। ତ ଏଇଟା ତ ଅଲରେଡ଼ି ବର୍ଷେ ହେଇଗଲାଣି, ତ ଏଇଟା ସେୟାର କରିବାର ଥିଲା, ମୁଁ ଏଇଟା କରିଦେଉଛି। ତ କ୍ଲିପ୍ସ ଗୁଡ଼ାକ ଆପଣ ଏବେ ଦେଖିଦିଅନ୍ତୁ। ତାପରେ ମୁଁ ଗୋଟେ କଥା କହିବି ଯେଉଁଟାକି ବହୁତ ବଢ଼ିଆ ଲେସନ୍ ହେବ ଆଉ ମେସେଜ୍ ହେବ ଆମ ୟଙ୍ଗ ମାସ୍ମାନଙ୍କ ପାଇଁ। ଦେଖନ୍ତୁ ଜୀବନ ବହୁତ ବଡ଼ ଖୁସି ସମୟ ଏଇଟା ମୋ ପାଇଁ ଥିଲା। ବାବା ଯେତେବେଳେ ଗାଡ଼ିକୁ ଆମର ଦେଖିଲେ ଆଉ ମମିକୁ ବସେଇକି ଫାର୍ଷ୍ଟ ରାଇଡ଼୍ ମୁଁ କହିଲି ମମିକୁ ବସେଇକି ନିଅ, ମାମୁନି ସେଠି ଠିଆ ହେଇଥିଲା। ଦେଖନ୍ତୁ ସେଠି ଠିଆ ହେଇଛି। ଥ୍ୟାଙ୍କ ୟୁ ସୋ ମଚ୍। ମୁଁ ଗୋଟେ ବଢ଼ିଆ କଥାଟେ କହୁଛି, ଏଇଟା ଆପଣମାନେ ଆପ୍ଲାଏ କରିବେ ନିଜ ଲାଇଫ୍ରେ, ଯେ ଆମେ ଆଜି ଯାହା ବି ଆମ ପ୍ୟାରେଣ୍ଟସ୍ମାନଙ୍କ ପାଇଁ, ବାପାଙ୍କ ପାଇଁ, ମାଆଙ୍କ ପାଇଁ, କାହିଁକିନା ମୁଁ ବି ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି, ମୁଁ ସେଇଟା ତ ସେତେବେଳେ ମୁଣ୍ଡରେ ପଶୁନଥିଲା ସେସବୁ ଜିନିଷ। ସେତେବେଳେ ବାପା 5,000 ଟଙ୍କା ରୋଜଗାର କରିକି ମୋ ସ୍କୁଲ ଫିସ୍ ଦେଉଥିଲେ। ମୋତେ ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ିଛନ୍ତି। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଶହୀଦନଗର ଭୁବନେଶ୍ୱରରେ ମୁଁ ପାଠ ପଢ଼ୁଥିଲି। ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ିଛନ୍ତି। ସେତେବେଳେ 700-800 ଟଙ୍କା, ମାନେ ଗୋଟେ ଲୋକ 5,000 ଟଙ୍କା ଦରମା ପାଉଛି, ମାନେ ଭାବନ୍ତୁ ତା ପାଇଁ କେତେ ସେଇଟା ଅଧିକା। ତାପରେ ବି ମୋର ପାଠ ପଢ଼ିବା, ଖାଇବା ଖର୍ଚ୍ଚ, ମୋର ସବୁ କିଛି ସେ ଉଠେଇଛନ୍ତି। ମୋର ପିଲାବେଳୁ ଆଜି ପର୍ଯ୍ୟନ୍ତ ଯାହା ବି ତାଙ୍କ ପାଇଁ। ଷ୍ଟିଲ୍ ଏବେ ବି ମୁଁ MBA କରୁଛି, ମାନେ ମୁଁ ତ ପାଠ ପଢ଼ା ମୋର ଗ୍ରାଜୁଏସନ୍ ସରିଲାଣି 2020ରୁ, କିନ୍ତୁ ମୁଁ ଏବେ ଜଷ୍ଟ ହାୟର ଷ୍ଟଡ଼ିଜ୍ ପାଇଁ MBA କରୁଛି। ମୁଁ MBA ଆଡ଼ମିସନ୍ ବି ବାବା ଦେଲେ ପଇସା। ଏମିତିରେ ଯେ ମୁଁ ଇନକମ୍ କରୁନି, ମୁଁ ଦେଇପାରିବି, କିନ୍ତୁ ସିଏ ଦେଲେ। ମୋତେ କହିଲେ ନାହିଁ ତୁ ପଇସା ନେ, ମୁଁ ପଇସା ପାଠ ପଢ଼ିବା ପାଇଁ ମୁଁ ଖର୍ଚ୍ଚ କରିବି। ବହୁତ ଖୁସି ଲାଗେ। ତାଙ୍କୁ ବା ମୁଁ କ'ଣ ଦେବି, କିନ୍ତୁ ଯେଉଁ ଛୋଟ ଛୋଟ ଜିନିଷ ମୋ ଦ୍ୱାରା ହେଇପାରିବ, ମୁଁ ଚେଷ୍ଟା ଜାରି ରଖିଛି ଦେବା ପାଇଁ। ଆଉ ଏଥିରେ ମାନେ ଆପଣମାନଙ୍କର ବି ଭୂମିକା ରହିବ ଆଗକୁ। ପ୍ରଭୁ ଜଗନ୍ନାଥଙ୍କ କୃପା ଅଛି ମୋ ଉପରେ, ତାଙ୍କୁ ସବୁବେଳେ ପାଖରେ ଧରି ବୁଲୁଛି। ସେ ମୋତେ ସବୁ ଭୁଲ ଜିନିଷରୁ ଦୂରେଇ ରଖୁଛନ୍ତି। ହଁ, ଆମେ ଏବେ ଟପିକ୍କୁ ଆସିବା। ଜୀବନରେ ସବୁ କିଛି କରିହେବ, କିନ୍ତୁ ପ୍ୟାରେଣ୍ଟସ୍ଙ୍କ ଋଣ କେବେ ସୁଝି ହେବନି। ସେମାନେ କେବେ ବି, ଆମେ ତାଙ୍କୁ କିଛି ଦେଲେ ସେମାନେ ଖୁସି ହୁଅନ୍ତିନି। ଆମେ ଯେତେ ଲାଇଫ୍ରେ ଭଲରେ ରହିବା, ସେମାନେ ଅଟୋମେଟିକ୍ ଖୁସିରେ ରହିବେ। ଆମେ ଯେତେ ଭଲ ସେଟେଲ୍ ହେଇକି ରହିବା, ଯାହା ବି କରିବା ଲାଇଫ୍ରେ, ଯଦି ଆଚିଭମେଣ୍ଟ ଭଲ ଭଲ କରିବା, ସେମାନେ ଖୁସି ହେଇକି ରହିବେ। କିନ୍ତୁ ତା ମାନେ ନୁହେଁ ଯେ ଆମେ ତାଙ୍କ ପାଇଁ କିଛି କରିବାନି। ସେ ଆମକୁ ଯେଉଁ ଏତେ ସାରା ଦେଇଛନ୍ତି, ଆମେ ଏତେ ନ ଦେଇପାରିଲେ ଏତିକି ତ ଏତିକି ଦେଇପାରିବା। ତ ମୁଁ ସେଇ ଭିତରେ ଗୋଟେ ଟ୍ରାଏ କରି ମୋ ବାପାଙ୍କୁ ବୁଲେଟ୍ ଗିଫ୍ଟ କଲି। ତ ମୋ ଡ୍ରିମ୍ ଖାତାର ଗୋଟେ ଚେକଲିଷ୍ଟ ଟିକ୍ ହେଇଗଲା ଯେ ମୁଁ ଏଇଟା କମ୍ପ୍ଲିଟ୍ କରିଦେଲି। ପ୍ରଭୁ ଜଗନ୍ନାଥଙ୍କ କୃପା, ବାପା ମାଆଙ୍କ ଆଶୀର୍ବାଦ। ତ ଏଥିପାଇଁ ଏହା କହିବାକୁ ଚାହିଁବି, ଲାଇଫ୍ରେ ବାପା ମାଆଙ୍କ ଖୁସି ପାଇଁ ସବୁ କିଛି କରନ୍ତୁ। ବିକ୍ରି ହେଇଯାଆନ୍ତୁ, ଲୋନ୍ ନେଇଯାଆନ୍ତୁ। ଆମ ଏଜ୍ ବଢ଼ୁଛି, ବାପା ମାଆଙ୍କ ଏଜ୍ କମୁଛି, ସବୁବେଳେ ମନେ ରଖନ୍ତୁ। ଆମେ ଆଜି ଲୋନ୍ ନେଲେ ଲାଇଫ୍ରେ କେବେ ବି ଗୋଟେ ସୁଝିପାରିବା, କିନ୍ତୁ ଭଗବାନ କରନ୍ତୁନି ନ ହଉ, ବାପା ମାଆ ଗଲା ପରେ ଆମ ପାଇଁ ଯେତେ ଟଙ୍କା ଥାଉ, ଯେତେ ଯାହା ଥାଉ, କୌଣସି ଭ୍ୟାଲ୍ୟୁ ନାହିଁ ତା'ର। ବୁଝିପାରିଲେ? ଜମା ସ୍ୱାର୍ଥପର ଆମେ ହେବାନି। ଯାହା ବି କରିବା ଫ୍ୟାମିଲିକୁ ନେଇକି କରିବା। ଆଜିକାଲି ବହୁତ ଲୋକ ଅଛନ୍ତି ଫ୍ୟାମିଲି ଛାଡ଼ିକି ଅଲଗା ରହୁଛନ୍ତି, ପଢ଼ଉଛନ୍ତି, ବାହାରେ ରହୁଛନ୍ତି, ବାପା ମାଆ ଛାଡ଼ିକି ରହୁଛନ୍ତି। ଏଇଟା ଠିକ୍ ନୁହଁ। ସବୁ ଜିନିଷର ସଲ୍ୟୁସନ୍ ଅଛି। ସମସ୍ତେ ଆକୁ ତାକୁ ଦୋଷ ଦିଅନ୍ତି, ଇଏ କହିଲା ବୋଲି ମୁଁ ଫ୍ୟାମିଲି ସହିତ ରହିଲିନି କି କ'ଣ, ବାପା ମାଆ ଖରାପ ହେଇছে। ଜମା ସେମିତି ନୁହଁ। ବାପା ମାଆ କେବେ ବି ଖରାପ ନୁହଁ। ଆରେ ଯିଏ ଏତେ କଷ୍ଟ ଦେଇକି ଜନ୍ମ କରିଛି ସେ ଖରାପ କେମିତି ହେବ? ଜମା ସେମିତି ନୁହଁ। ସବୁ ଭୁଲ ବୁଝାମଣା, ସବୁ ଜିନିଷର ସଲ୍ୟୁସନ୍ ଅଛି। ତ ଆମେ ସବୁ, ଯେଉଁମାନେ ଲାଇଫ୍ରେ ଯାହା ବି ଭୁଲ କରୁଛନ୍ତି, ମୁଁ ବି କରିଥିଲି, ମୁଁ ବହୁତ ବଡ଼ ବଡ଼ ଭୁଲ କରିଛି। ମୁଁ ଏବେ ସୁଧୁରି ଯାଇଛି ମୋ ସାଙ୍ଗମାନଙ୍କ ପାଇଁ। ମୁଁ ବହୁତ ଭଲ ଲୋକଙ୍କ ସହିତ ମିଶିଛି, ଯେଉଁଟାକି ମୁଁ ଆଜି ଏମିତି ଚେଞ୍ଜ ହେଇଯାଇଛି। ଆଉ ମୁଁ ଚାହୁଁଛି ମୁଁ ଯେଉଁ ଭୁଲ କରିଛି ଆପଣ କରନ୍ତୁନି। ଆଉ ଯାହା ହେଇଯାଇଛି, ଯଦି ଆପଣମାନେ କିଛି ବି ଲାଇଫ୍ରେ ଭୁଲ କରିଛନ୍ତି, ତାକୁ ଆଜିଠୁ, ଏବେଠୁ ବନ୍ଦ କରନ୍ତୁ। ଟ୍ରାଏ କରନ୍ତୁ ବେଶୀ ସମୟ ଫ୍ୟାମିଲିରେ, ପ୍ୟାରେଣ୍ଟସ୍ମାନଙ୍କ ସହିତ ବିତେଇବା ପାଇଁ। ବାପା ମାଆଙ୍କ ଖୁସି ପାଇଁ କିଛି ବି କରନ୍ତୁ। ବିକ୍ରି ହେଇଯାଆନ୍ତୁ ଭାଇ। ଏ ବଡ଼ିଟା କିଏ ଦେଇଛି? ସେଇମାନେ ତ ଦେଇଛନ୍ତି। ଆଜି ଯେଉଁ ବିଶ୍ୱଜିତ ସ୍ୱାଇଁଙ୍କୁ ଦେଖୁଛ, କାହା ପାଇଁ?
ସେଇ ବିବେକାନନ୍ଦ ପାଇଁ, ସେ ପ୍ରିୟମ୍ବଦାଙ୍କ ପାଇଁ। ମୁଁ କିଛି ନୁହଁ, ସେମାନେ ନଥିଲେ ମୁଁ କେଉଁଠି ଆସିଥାନ୍ତି। ବୁଝିପାରୁଛନ୍ତି? ମୋ କଥା ଆପଣଙ୍କୁ ବୋର୍ ଲାଗୁଥାଇପାରେ, କିନ୍ତୁ ଯେଉଁ ପର୍ଯ୍ୟନ୍ତ ବାପା ମା ପାଖରେ ଅଛନ୍ତି ତାଙ୍କ ଭ୍ୟାଲ୍ୟୁ ବୁଝନ୍ତୁ, ତାଙ୍କୁ ଯାହା ଯାହା ଦରକାର ଟିକିନିକି ଜିନିଷ ବୁଝନ୍ତୁ, ତାଙ୍କୁ ଆଣି ଦିଅନ୍ତୁ। ଲୋନ୍ କରନ୍ତୁ, ବନ୍ଧା ପଡ଼ନ୍ତୁ, ଚନ୍ଦା ପଡ଼ନ୍ତୁ, କିନ୍ତୁ ତାଙ୍କୁ ଆଣି ଦିଅନ୍ତୁ। ମୁଁ କହୁଛି, ମୁଁ ଆପଣଙ୍କୁ କହୁଛି, ମୋ ସାଲାରୀ ଯେତିକି ଆପଣ ଶୁଣିଲେ ହସିବେ, କିନ୍ତୁ ମୁଁ ଏବେ କହିବିନି ଯେହେତୁ ସୋସିଆଲ୍ ମିଡ଼ିଆରେ, ମାନେ ଟଙ୍କା ଆସୁଛି ଭାରି ଟେନସନ୍ ଲାଗୁଛି, ସରିଗଲା, କିନ୍ତୁ ଠିକ୍ ଯେତେବେଳେ ଦରକାର ପଡ଼ୁଛି କୁଆଡ଼ୁ ନା କୁଆଡ଼ୁ ଆସି ସିଏ ମେକଅପ୍ ହେଇଯାଉଛି। ମୋତେ ଟେନସନ୍ ହିଁ ନେବାକୁ ପଡ଼ୁନି। ତ ଏଇଟା କେମିତି? ବାପା ମାଆଙ୍କ ଆଶୀର୍ବାଦ, ଭଗବାନଙ୍କ ଆଶୀର୍ବାଦ, ଆଉ କିଛି ନୁହଁ। ଲାଇଫ୍ରେ କହୁଛି, ଯେତେ ଟାଇମ୍ ଅଛି, ଯେତିକି ଦିନ ବାପା ମା ଅଛନ୍ତି, ଯେଉଁଟା ହେଇଗଲା, ପାଷ୍ଟ ଇଜ୍ ଅଲୱେଜ୍ ପାଷ୍ଟ, ପାଷ୍ଟ ଇଜ୍ ୱେଷ୍ଟ ପେପର୍। ଫୋପାଡ଼ି ଦିଅନ୍ତୁ ୱେଷ୍ଟ ପେପର୍କୁ। ଆଜିଠୁ, ଏବେଠୁ, ଏଇ ମୁହୂର୍ତ୍ତରୁ ମୋ ଭିଡ଼ିଓ ଦେଖିକି ଯେଉଁମାନେ ଦେଖୁଛନ୍ତି, ଆମ ୟଙ୍ଗ ମାସ୍ କଥା କହୁଛି, ଯେଉଁମାନେ ମାନେ ମୋରି ଯୁବପିଢ଼ିଙ୍କ କଥା କହୁଛି, କାହିଁକିନା ଆମେ ମାନେ ପ୍ରାୟ ଭଟକି ଯାଉ। ଏଇ ମୁହୂର୍ତ୍ତରୁ ସିଧା ଯିବେ ବାପା ମାଆଙ୍କୁ ହକ୍ କରିବେ। ମୁଁ ତ ମୋ ବାବାଙ୍କୁ କରେ, ମୋ ମାମାଙ୍କୁ କରେ। ଆଗ ହକ୍ କରିବେ। ମୁଁ ଜାଣିଛି ଏଇଟା ଟିକେ ଡିଫିକଲ୍ଟ, ମାଆଙ୍କୁ ହକ୍ କରିବ, ବାପାଙ୍କୁ ହକ୍ କରିହେବନି, କିନ୍ତୁ କରିବେ। ଲାଇଫ୍ରେ କେବେ ରିଗ୍ରେଟ୍ ନ ଅଛି ବାପାଙ୍କୁ କୁଣ୍ଢେଇ ପାଇଲିନି, ମାଆକୁ କୁଣ୍ଢେଇ ପାଇଲିନି। ମୁଁ ତ ବାପା, ଆମେ ତ ସାଙ୍ଗ, କିନ୍ତୁ ଆପଣ ବି ସେମିତି ହୁଅନ୍ତୁ। କହିଲେ ପ୍ୟାରେଣ୍ଟସ୍, ବାପା ମା ଥିଲେ କେହି ଦରକାର ନାହିଁ, ଟେନସନ୍ ନାହିଁ। ମୋର ଯାହା ପ୍ରୋବ୍ଲେମ୍ ହୁଏ ଡେରେ, ମୋର ଅଫିସ୍ରେ, ମୋର ଲାଇଫ୍ରେ ଯାହା ପ୍ରୋବ୍ଲେମ୍, ସିଧା ଆସି ମମି ଏଇଆ ହେଲା, ସେଇଆ ହେଲା, ସିଏ ସଲ୍ୟୁସନ୍ ବତେଇବ, ପୁରା ସଫା ହେଇଯିବ ସେ ପ୍ରୋବ୍ଲେମ୍। ଆଉ ମୋତେ ତ କିଏ ଧମକା ଧମକି କଲେ ମୋ ବାପା ଅଛନ୍ତି, ଆଉ ସିଏ ସବୁ ବୁଦ୍ଧି। ଆଉ ମୁଁ କାହାକୁ ଭାଇ କିଛି କାହାକୁ କୁହେନି। ଟିକେ କ'ଣ ବାହାରେ ଲପଡ଼ା ହବ, ବାବା ଇଏ ହେଲା, ବାବା ସିଏ ହେଲା, ତ ଆଉ କାହିଁକି ଦରକାର? ଭଗବାନ ଭଲ ସାଙ୍ଗ ଦୁଇଟା ବି ଦେଇଛନ୍ତି, ସେମାନେ ବି ମୋ ପାଇଁ ବହୁତ କର୍ତ୍ତବ୍ୟ କରିଛନ୍ତି, ମୁଁ ବି ତାଙ୍କୁ ବହୁତ ଭଲ ପାଏ। ସାଙ୍ଗ ବିଷୟରେ ଆଉ ଗୋଟେ ଭିଡ଼ିଓ ଆଣିବି, ପୁରା ସ୍ପେଶାଲ୍ ଭିଡ଼ିଓ ଗୋଟେ ସାଙ୍ଗ ବିଷୟରେ ଆଣିବାର ଅଛି, ଦେଖିବି। ତ ଏବେଠୁ, ଏଇ ମୁହୂର୍ତ୍ତରୁ ଯାଆନ୍ତୁ, ବାପା ମାଆଙ୍କୁ ପଚାରନ୍ତୁ ତୁମର କ'ଣ ଦରକାର। ସେମାନେ କେବେ ବି କହିବେନି ଆମର କ'ଣ ଦରକାର, କିନ୍ତୁ ଆପଣଙ୍କୁ ଖୋଜିବାକୁ ହେବ। ଯେମିତିକି ଆପଣଙ୍କୁ ଭୋକ ହେଲାବେଳେ ଆପଣ କୁହନ୍ତି ଯେ ଭୋକ ହେଉଛି, ମା' ଅଟୋମେଟିକ୍ ଜାଣିଯାଆନ୍ତି, ଭୋକ ହେଲାଣି କି ଟିକେ ଖାଇବା ବାଟେ ଦେବି, କ'ଣ ଖାଇବୁ, ନୋଟିସ୍ କରିଥିବେ ଏଇଟା। ମୁଁ ତ ବହୁତ ଥର କରିଛି। ତ ଏବେ ଯାଆନ୍ତୁ, ପଚାରନ୍ତୁ ଯେ କ'ଣ ଦରକାର, କ'ଣ ନାହିଁ, କୁହ, କୁଆଡ଼େ ବୁଲିବାକୁ ଯିବ, କ'ଣ କରିବ। କହିଲେ ପଇସା କେବେ ନା କେବେ ରୋଜଗାର କରିଦେବ, ସବୁ ଲୋନ୍ ଫୋନ୍ ସବୁ କେବେ ସୁଝିବ, କିନ୍ତୁ ବାପା ମାଆଙ୍କ ଏଜ୍ ବଢ଼ି ଚାଲିଛି, କହୁଛି ସିରିୟସଲି ଭାବ ଭାଇ, ତମକୁ 26 ହେଲେ ତାଙ୍କୁ ଆସିଲାଣି 56। ବୁଝିପାରିଲ? ଆଉ ଡେରି କରନ୍ତୁନି। ଯଦି ମୋ କଥା କିଛି ଖରାପ ଲାଗିଛି ମୁଁ କ୍ଷମା ମାଗି ଦେଉଛି, କିନ୍ତୁ ଏବେ ଯାଆନ୍ତୁ, ପଚାରନ୍ତୁ କ'ଣ ଦରକାର, କ'ଣ ନାହିଁ, ଆଉ ସେଇଟାକୁ କାମରେ ଲଗାନ୍ତୁ। ଆଉ ମୋରି ଭିଡ଼ିଓରେ ଆସିକି କେବେ ନା କେବେ ଆପଣ ବି କମେଣ୍ଟ କରିବେ ଯେ ହଁ ବିଶ୍ୱଜିତ, ଆଉ ବାପାଙ୍କର ଏଇଆ ଦରକାର ଥିଲା, ମାଆଙ୍କର ଏଇଆ ଦରକାର ଥିଲା, ମୁଁ ଏଇଟା ଫୁଲଫିଲ୍ କରିଛି। ମୁଁ ଚାହୁଁଛି ଆପଣମାନେ ସମସ୍ତେ ଗୋଟେ ଭଲ ପୁଅ ହେଇକି ବାହାରନ୍ତୁ। ଆଉ ଭଉଣୀମାନଙ୍କୁ ବି ଏଇଟା ରିକ୍ୱେଷ୍ଟ, ଆପଣମାନେ ବି ଇନକ୍ୟାପେବୁଲ୍ ନୁହଁ, ଝିଅମାନେ ବି ବହୁତ କ୍ୟାପେବୁଲ୍। ଆପଣମାନେ ବି ଯାଇକି ପଚାରନ୍ତୁ ପ୍ୟାରେଣ୍ଟସ୍କୁ କ'ଣ କରିବାର ଅଛି ତାଙ୍କ ପାଇଁ। ତ ଇଏ ଥିଲା ମୋର ଗୋଟେ ସ୍ମଲ୍ ଆଚିଭମେଣ୍ଟ, ଆଉ ମୋର ଗୋଟେ ବହୁତ ବଡ଼ ଡ୍ରିମ୍ ଫୁଲଫିଲ୍ ହେଇଗଲା ଗୋଟେ। ତାପରେ ମୋର ବହୁତ ସାରା ଡ୍ରିମ୍ ଅଛି, ମୁଁ ସେୟାର କରିବି। ତ ଆଜି ବି ଏତିକି ଥିଲା। ନମସ୍କାର, ଜୟ ଜଗନ୍ନାଥ।